ଆଜି ଆମେ ଭିନ୍ନକ୍ଷମଙ୍କ ଅଧିକାର ଆଉ ସମାବେଶୀ ଶିକ୍ଷା ବିଷୟରେ ଗୋଟେ ଗଭୀର ଆଲୋଚନା କରିବାକୁ ଯାଉଛୁ। ଆମ ପାଖରେ କିଛି ୟୁଟ୍ୟୁବ ଭିଡିଓର ଟ୍ରାନ୍ସକ୍ରିପ୍ଟ ଅଛି। ହଁ। ଆଉ ସେଥିରୁ ଆମେ ଦେଖିବାକୁ ଚେଷ୍ଟା କରିବା କେମିତି ଭାରତରେ ଏହି ଯାତ୍ରା ଆଗକୁ ବଢ଼ିଛି, ମାନେ ଏକ ଦୟାର ପାତ୍ରରୁ ଏକ ଅଧିକାରର ଦାବିଦାର ପର୍ଯ୍ୟନ୍ତ। ନିଶ୍ଚିତ। ଆଉ ଆମର ଉଦ୍ଦେଶ୍ୟ କେବଳ ଆଇନର ଧାରା ଦେଖିବା ନୁହେଁ, ଠିକ୍। ବରଂ ତା ପଛରେ ଥିବା ଚିନ୍ତାଧାରାର ପରିବର୍ତ୍ତନକୁ ବୁଝିବା। କେଉଁଠୁ ଏହା ଆରମ୍ଭ ହେଲା, କେମିତି ବଦଳିଲା, ଆଉ ଆଜି ଆମେ କୋଉଠି ଅଛେ। ଚାଲନ୍ତୁ ତେବେ ଏକଦମ ମୂଳରୁ ଆରମ୍ଭ କରିବା। ଦେଖନ୍ତୁ, ଇମ୍ପେୟାରମେଣ୍ଟ, ଡିସେବିଲିଟି ଆଉ ହ୍ୟାଣ୍ଡିକ୍ୟାପ୍, ମୋତେ ଲାଗେ ଅନେକ ଲୋକ ଏ ତିନୋଟିକୁ ଗୋଟିଏ ଭାବି ନିଅନ୍ତି। କିନ୍ତୁ ଏଥିରେ ଫରକ ଅଛି, ନୁହେଁ କି? ଏକଦମ ଠିକ୍ କହିଲେ। ଆଉ ଏହି ଫରକ ବୁଝିବାଟା ବହୁତ ଜରୁରୀ। ଏ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମାନେ WHOର ଗୋଟେ ମଡେଲ ଅଛି, ICF ମଡେଲ। ହଁ। ସେଇଟା ଏହାକୁ ବହୁତ ଭଲ ଭାବେ ବୁଝାଏ। ଦେଖନ୍ତୁ, ଇମ୍ପେୟାରମେଣ୍ଟ ବା ଅକ୍ଷମତା ହେଉଛି ସମ୍ପୂର୍ଣ୍ଣ ଶାରୀରିକ, ଶରୀରର ଗଠନ ବା କୌଣସି ଅଙ୍ଗ ସ୍ତରରେ ଥିବା କ୍ଷତି। ଯେମିତିକି କାହାର ଦୃଷ୍ଟିଶକ୍ତି କମ୍ ଅଛି। ହଁ, କିମ୍ବା ପୋଲିଓ ଯୋଗୁଁ ଘୋଡ଼ ଦୁର୍ବଳ। ଏହା ଏକ ବାୟୋଲୋଜିକାଲ ଫ୍ୟାକ୍ଟ। ବୁଝିଲି। ତାହେଲେ ଇମ୍ପେୟାରମେଣ୍ଟ ହେଲା ଶରୀରର ଏକ ସ୍ଥିତି। ତାହେଲେ ଡିସେବିଲିଟି ବା ଭିନ୍ନକ୍ଷମତା କ'ଣ? ଯେତେବେଳେ ସେଇ ଇମ୍ପେୟାରମେଣ୍ଟ ଯୋଗୁଁ ଜଣେ ବ୍ୟକ୍ତି ଦୈନନ୍ଦିନ କାମ କରିବାରେ ଅସୁବିଧା ଭୋଗେ, ତାକୁ ଆମେ ଡିସେବିଲିଟି କହିବା। ଏହା କାର୍ଯ୍ୟ କରିବାର କ୍ଷମତା ଉପରେ ପ୍ରଭାବ ପକାଏ। ଆଚ୍ଛା, ମାନେ ଦୃଷ୍ଟିଶକ୍ତି କମ୍ ଥିବା ଇମ୍ପେୟାରମେଣ୍ଟ ଯୋଗୁଁ ପଢ଼ି ନ ପାରିବା ଡିସେବିଲିଟି। ଏକଦମ। ଏହା ହେଉଛି କାର୍ଯ୍ୟଗତ ସମସ୍ୟା। ଠିକ୍ ଅଛି। କିନ୍ତୁ ହ୍ୟାଣ୍ଡିକ୍ୟାପ୍ ଶବ୍ଦଟା ଶୁଣିଲେ ଲାଗେ ଯେପରି ଏଥିରେ ବ୍ୟକ୍ତିଠାରୁ ବେଶୀ ସମାଜର କିଛି ଭୂମିକା ଅଛି। ଆପଣ ପୁରା ମୂଳ କଥାଟାକୁ ଧରିଛନ୍ତି। ହ୍ୟାଣ୍ଡିକ୍ୟାପ୍ ଏକ ସାମାଜିକ ସମସ୍ୟା। ଯେତେବେଳେ ସମାଜ ବା ଆମ ପରିବେଶ କାହା ପାଇଁ ବାଧା ସୃଷ୍ଟି କରେ, ସେତେବେଳେ ସେ ହ୍ୟାଣ୍ଡିକ୍ୟାପ୍ଡ ହୋଇଯାଏ। ଗୋଟେ ଉଦାହରଣ ଦେବେ? ନିଶ୍ଚୟ। ଧରନ୍ତୁ, ଜଣେ ବ୍ୟକ୍ତି ହୁଇଲଚେୟାର ବ୍ୟବହାର କରନ୍ତି। ଏଇଟା ହେଲା ତାଙ୍କର ଡିସେବିଲିଟି। କିନ୍ତୁ ସେ ସ୍କୁଲ ଯାଇପାରୁନାହାନ୍ତି କାରଣ ସ୍କୁଲରେ ର୍ୟାମ୍ପ ନାହିଁ, କେବଳ ସିଢ଼ି ଅଛି। ଓହୋ। ଏଠାରେ ସମସ୍ୟାଟା ବ୍ୟକ୍ତିର ନୁହେଁ, ବରଂ ସ୍କୁଲର ଭିତ୍ତିଭୂମିର। ସମାଜ ହିଁ ସେହି ବାଧା ତିଆରି କରୁଛି। ସେଇଟା ହେଲା ହ୍ୟାଣ୍ଡିକ୍ୟାପ୍। ବା, ମାନେ ସମସ୍ୟା ହୁଇଲଚେୟାରରେ ନୁହେଁ, ସମସ୍ୟା ସିଢ଼ିରେ। ଏହାର ଅର୍ଥ ହେଲା ଆମେ ବ୍ୟକ୍ତିକୁ ବଦଳେଇବା ପରିବର୍ତ୍ତେ ପରିବେଶକୁ ବଦଳେଇବା ଦରକାର। ଏକଦମ। ଏହି ବୁଝାମଣା ସହିତ ଚାଲନ୍ତୁ ଦେଖିବା ଆମ ଶିକ୍ଷା ବ୍ୟବସ୍ଥାର ଯାତ୍ରା କେମିତି ଥିଲା। ଏ ଯାତ୍ରାଟା 4ଟା ମୁଖ୍ୟ ପର୍ଯ୍ୟାୟ ଦେଇ ଆସିଛି। ପ୍ରଥମେ ଥିଲା ଏକ୍ସକ୍ଲୁଜନ ବା ବହିଷ୍କାର। ବହିଷ୍କାର ମାନେ? ସେମାନଙ୍କୁ ଶିକ୍ଷା ବ୍ୟବସ୍ଥାରୁ ପୂରାପୂରି ବାହାରେ ରଖାଯାଉଥିଲା। ଏମିତି ଧରାଯାଉଥିଲା ଯେ ସେମାନେ କିଛି ଶିଖିପାରିବେ ନାହିଁ, ଅନଏଜୁକେବଲ୍। ଏହା ଶୁଣିବାକୁ ବହୁତ କଷ୍ଟ ଲାଗୁଛି। ମାନେ ସେମାନଙ୍କ ପାଇଁ ସ୍କୁଲର ଦରଜା ହିଁ ବନ୍ଦ ଥିଲା। ହଁ, ତାପରେ ଆସିଲା ସେଗ୍ରିଗେସନ ବା ପୃଥକୀକରଣ। ଏହି ସମୟରେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ସ୍କୁଲ ଖୋଲାଗଲା, ଯାହାକୁ ଆମେ ସ୍ପେଶାଲ ଏଜୁକେସନ କହୁ। ଏଇଟା ତ ଟିକେ ଭଲ ପଦକ୍ଷେପ ଭଳି ଲାଗୁଛି। ସେମାନଙ୍କୁ ବିଶେଷ ଧ୍ୟାନ ମିଳୁଥିଲା। ଧ୍ୟାନ ତ ମିଳୁଥିଲା, କିନ୍ତୁ ସେମାନେ ସାଧାରଣ ସମାଜରୁ ଅଲଗା ହୋଇ ବଢୁଥିଲେ। ଗୋଟେ ପ୍ରକାର ସାମାଜିକ ବିଚ୍ଛିନ୍ନତା। ଆଉ ସେହି ଚିନ୍ତାରୁ ହିଁ ତୃତୀୟ ପର୍ଯ୍ୟାୟ ଆସିଲା, ଇଣ୍ଟିଗ୍ରେସନ ବା ଏକୀକରଣ। ଏକୀକରଣରେ କ'ଣ ହେଲା? ସାଧାରଣ ସ୍କୁଲରେ ପଢ଼ିବାକୁ ଦିଆଗଲା। ହଁ, ସେମାନଙ୍କୁ ସାଧାରଣ ସ୍କୁଲରେ ପ୍ରବେଶ ପାଇଁ ଅନୁମତି ମିଳିଲା, କିନ୍ତୁ ଏଥିରେ ଗୋଟେ ବଡ଼ ସର୍ତ୍ତ ଥିଲା। କି ସର୍ତ୍ତ? ସର୍ତ୍ତ ଥିଲା ଯେ ପିଲାକୁ ନିଜେ ସ୍କୁଲର ବ୍ୟବସ୍ଥା ସହିତ ଖାପ ଖୁଆଇବାକୁ ପଡ଼ିବ। ସ୍କୁଲ ନିଜ ଭିତରେ କିଛି ବି ପରିବର୍ତ୍ତନ କରୁନଥିଲା। ମାନେ ସେମ୍ କିନ୍ତୁ ଭିନ୍ନ ଭଳି କଥା। ସମସ୍ତେ ଗୋଟିଏ ଛାତ ତଳେ, କିନ୍ତୁ ସମସ୍ୟା ସହିତ ପିଲାକୁ ଏକା ଲଢ଼ିବାକୁ ପଡୁଥିଲା। ଏକଦମ। ଏହା ପିଲା ଉପରେ ଆହୁରି ଚାପ ପକାଉଥିଲା। ଆଉ ଶେଷରେ ଆସିଲା ଇନକ୍ଲୁଜନ। ସମାବେଶ, ଯାହା ଆଜିର ଆଧୁନିକ ଧାରଣା। ହଁ, ଏଠି ପୁରା ଚିନ୍ତାଧାରାଟା କ'ଣ କହନ୍ତି, ଉଲ୍ଟା। ପିଲା ନୁହେଁ, ବରଂ ସ୍କୁଲ ନିଜକୁ ପ୍ରତ୍ୟେକ ପିଲାର ଆବଶ୍ୟକତା ଅନୁସାରେ ବଦଳିବ। ଏଇଟା ହିଁ ପ୍ରକୃତ ସମାବେଶ। ଏହା କେବଳ ସମାନତା ବା ଇକ୍ୱାଲିଟି ନୁହେଁ, ବରଂ ନ୍ୟାୟ ବା ଇକ୍ୱିଟି ଉପରେ ଗୁରୁତ୍ୱ ଦିଏ। ବହୁତ ସୁନ୍ଦର। ତେବେ ଏହି ଆଦର୍ଶକୁ ବାସ୍ତବ ରୂପ ଦେବା ପାଇଁ ଆଇନର ଭୂମିକା ନିଶ୍ଚୟ ଗୁରୁତ୍ୱପୂର୍ଣ୍ଣ ଥିବ। ଭାରତରେ ପ୍ରଥମ ବଡ଼ ପଦକ୍ଷେପ କ'ଣ ଥିଲା? ଏ ଦିଗରେ ପ୍ରଥମ ଯୁଗାନ୍ତକାରୀ ଆଇନ ଥିଲା ପର୍ସନ୍ସ ୱିଥ୍ ଡିସେବିଲିଟିଜ୍ ଆକ୍ଟ 1995, PWD ଆକ୍ଟ। ଏହା ପ୍ରଥମ ଥର ପାଇଁ ଭିନ୍ନ କ୍ଷମତାକୁ ଏକ ଅଧିକାର ଭିତ୍ତିକ ପ୍ରସଙ୍ଗ ଭାବେ ଦେଖିଲା। ଆଚ୍ଛା,
PWD ଆକ୍ଟ 1995 ଏଥିରେ କ'ଣ ମୁଖ୍ୟ ବ୍ୟବସ୍ଥା ଥିଲା? ଏଥିରେ ପ୍ରଥମ କରି 7 ପ୍ରକାରର ଭିନ୍ନ କ୍ଷମତାକୁ ଆଇନଗତ ଭାବେ ଚିହ୍ନଟ କରାଗଲା। ଆଉ ସବୁଠୁ ବଡ଼ କଥା, ସରକାରୀ ଚାକିରିରେ 3% ସଂରକ୍ଷଣର ବ୍ୟବସ୍ଥା ହେଲା। ଏହା ତ ବହୁତ ବଡ଼ ପଦକ୍ଷେପ ଥିଲା ଆର୍ଥିକ ସ୍ୱାବଲମ୍ବନଶୀଳତା ପାଇଁ। ଆପଣ କହୁଥିଲେ ସେଥିରେ ଭିନ୍ନ କ୍ଷମତାର ସ୍ପଷ୍ଟ ବ୍ୟାଖ୍ୟା ଥିଲା, ଯେମିତିକି ଦୃଷ୍ଟିହୀନତା ପାଇଁ 660 ଭିଜନ। ହଁ, 660 ଭିଜନ। ଏହାର ଅର୍ଥ ହେଉଛି ଜଣେ ସାଧାରଣ ଲୋକ 60 ମିଟର ଦୂରରୁ ଯାହା ଦେଖିପାରେ, ଜଣେ ଦୃଷ୍ଟିହୀନ ବ୍ୟକ୍ତି ତାକୁ ମାତ୍ର 6 ମିଟର ଦୂରରୁ ଦେଖିପାରେ। କିମ୍ବା ତାଠାରୁ ବି କମ୍। ସେମିତି ଶ୍ରବଣ ବାଧିତଙ୍କ ପାଇଁ ମାପଦଣ୍ଡ ଥିଲା 60 ଡେସିବଲ। 60 ଡେସିବଲ। ଆମେ ଯେଉଁ ଫୁସଫୁସ କରି କଥା ହଉ ସେଟା ପ୍ରାୟ 30 ଡେସିବଲ ହବ, ଠିକ୍ ନା? ହଁ, ଠିକ୍ ସେୟା। ଠିକ୍ ଅଛି। ତେବେ 1995ର ଆଇନ ଏକ ଭଲ ମୂଳଧୁଆ ପକେଇଲା, କିନ୍ତୁ ସମୟ ସହିତ ଆହୁରି ପରିବର୍ତ୍ତନର ଆବଶ୍ୟକତା ଥିଲା ନିଶ୍ଚୟ। ନିଶ୍ଚିତ। ଆଉ ସେଇ ବଡ଼ ପରିବର୍ତ୍ତନ ଆସିଲା 2016ରେ ରାଇଟ୍ସ ଅଫ୍ ପର୍ସନ୍ସ ୱିଥ୍ ଡିସେବିଲିଟିଜ୍ ଆକ୍ଟ ବା RPWD ଆକ୍ଟ 2016। RPWD ଆକ୍ଟ ଏଟା PWD ଆଇନର ଗୋଟେ ଅପଗ୍ରେଡ୍ ଥିଲା। ଗୋଟେ ବହୁତ ବଡ଼ ଅପଗ୍ରେଡ୍। ଏଥିରେ ଭିନ୍ନ କ୍ଷମତାର ସଂଖ୍ୟା 7ରୁ ସିଧା ବଢ଼ି 21 ହୋଇଗଲା। ୱାଓ, 7ରୁ 21। ଏଥିରେ କିଛି ନୂଆ ପ୍ରକାରର ସ୍ଥିତିକୁ ସାମିଲ କରାଗଲା? ହଁ, ଏଥିରେ ଏସିଡ୍ ଆକ୍ରମଣ ପୀଡ଼ିତ, ଥାଲାସିମିଆ, ପାର୍କିନସନ୍ ରୋଗ ଏମିତି ଅନେକ ନୂଆ ସ୍ଥିତିକୁ ଯୋଡ଼ାଗଲା, ଯାହା ପୂର୍ବରୁ ଆଇନ ପରିସରରେ ନଥିଲା। ଆସିଡ୍ ଆକ୍ରମଣ ପୀଡ଼ିତଙ୍କୁ ସାମିଲ କରିବାଟା ବହୁତ ଗୁରୁତ୍ୱପୂର୍ଣ୍ଣ। ଏହା ଦର୍ଶାଉଛି ଯେ ଆଇନ କେବଳ ଜନ୍ମଗତ ସ୍ଥିତିକୁ ନୁହେଁ, ପରିସ୍ଥିତି ଯୋଗୁଁ ସୃଷ୍ଟି ହେଉଥିବା ବାଧାକୁ ବି ସ୍ୱୀକାର କରୁଛି। ଏକଦମ। ଆଉ ସରକାରୀ ଚାକିରିରେ ସଂରକ୍ଷଣ 3%ରୁ ବଢ଼ି 4% ହେଲା। ଏହା ସହିତ ପ୍ରତ୍ୟେକ ଜିଲ୍ଲାରେ ସ୍ୱତନ୍ତ୍ର ଅଦାଲତର ବ୍ୟବସ୍ଥା ବି କରାଗଲା। ଆଚ୍ଛା, ଆଇନ ତ ତିଆରି ହୋଇଗଲା, କିନ୍ତୁ ଏହାକୁ ତଳ ସ୍ତରରେ ପହଞ୍ଚାଇବା ପାଇଁ କିଛି ଯୋଜନା? ହଁ, ଏଥିରେ 2ଟି ଯୋଜନା ବହୁତ ମୁଖ୍ୟ। ପ୍ରଥମଟି ହେଉଛି ସର୍ବଶିକ୍ଷା ଅଭିଯାନ SSA। SSA, ହଁ। ଆଉ ତାର ଆତ୍ମା ହେଉଛି ଜିରୋ ରିଜେକ୍ସନ ପଲିସି। ଜିରୋ ରିଜେକ୍ସନ। ଏହାର ଅର୍ଥ କ'ଣ? ଏହାର ଅର୍ଥ ହେଉଛି କୌଣସି ବି ପିଲାକୁ ତାର ଯେକୌଣସି ପ୍ରକାରର ଭିନ୍ନ କ୍ଷମତା ଥାଉ କୌଣସି ସ୍କୁଲରେ ନାମଲେଖା ପାଇଁ ମନା କରାଯାଇପାରିବ ନାହିଁ। ଏହା ଶିକ୍ଷାକୁ ଏକ ସାର୍ବଜନୀନ ଅଧିକାର ଭାବେ ସୁନିଶ୍ଚିତ କଲା। କିନ୍ତୁ ଆପଣ କହୁଥିଲେ ବାସ୍ତବରେ ଏହାକୁ କାର୍ଯ୍ୟକାରୀ କରିବା? ହଁ, ବାସ୍ତବରେ ଭିଡ଼ ଥିବା ଶ୍ରେଣୀଗୃହରେ ଏହାକୁ କାର୍ଯ୍ୟକାରୀ କରିବାଟା ଏକ ବଡ଼ ଆହ୍ୱାନ। ନିଶ୍ଚିତ। ତେବେ ନୂଆ ଜାତୀୟ ଶିକ୍ଷାନୀତି NEP 2020 ଏହି ଆଲୋଚନାକୁ କେମିତି ଆଗକୁ ନେଉଛି? NEP 2020 ଏକ ବହୁତ ଆଧୁନିକ ଦୃଷ୍ଟିକୋଣ ଆଣିଛି। ପ୍ରଥମେ ତ ଏଥିରେ ଦିବ୍ୟାଙ୍ଗ ଶବ୍ଦର ବ୍ୟବହାର କରାଯାଇଛି, ଯାହା ଏକ ସକାରାତ୍ମକ ପରିଚୟ ଦେବା ପାଇଁ। କିନ୍ତୁ ଏହାଠୁ ବଡ଼ କଥା ହେଉଛି ଏହା ସମାବେଶୀ ଶିକ୍ଷାର ପରିସରକୁ ବହୁତ ବଢ଼ାଇ ଦେଇଛି। ସେଟା କେମିତି? NEP 2020 ପ୍ରଥମ ଥର ପାଇଁ LGBTQ+ ସମ୍ପ୍ରଦାୟକୁ ସମାବେଶୀ ଶିକ୍ଷାର ଅଂଶ ଭାବେ ସ୍ପଷ୍ଟ ଭାବେ ସାମିଲ କରିଛି। ଏହା ଏକ ବହୁତ ବଡ଼ ପଦକ୍ଷେପ। ହଁ, ଆଉ ଏହା ସହିତ ମହିଳା ଏବଂ ଟ୍ରାନ୍ସଜେଣ୍ଡର ଛାତ୍ରୀମାନଙ୍କ ପାଇଁ ଜେଣ୍ଡର ଇନକ୍ଲୁଜନ ଫଣ୍ଡର ପ୍ରସ୍ତାବ ମଧ୍ୟ ଦେଇଛି। ଏହା କେବଳ ଭିନ୍ନକ୍ଷମତା ନୁହେଁ, ବରଂ ସବୁ ପ୍ରକାର ବାଧାକୁ ଦୂର କରିବା ଉପରେ ଧ୍ୟାନ ଦେଉଛି। ଏହା ତ ପ୍ରକୃତରେ ଏକ ସାମୂହିକ ଦୃଷ୍ଟିକୋଣ। ସମାବେଶର ଅର୍ଥକୁ ଏହା ବହୁତ ଆଗକୁ ନେଇଯାଉଛି। ଏକଦମ। ତେବେ ଏହି ସମ୍ପୂର୍ଣ୍ଣ ଆଲୋଚନାକୁ ଦେଖିଲେ ଏହା ଏକ ଅବିଶ୍ୱସନୀୟ ଯାତ୍ରା। ଆମେ ବହିଷ୍କାରରୁ ଆରମ୍ଭ କରି ପ୍ରକୃତ ସମାବେଶର ଏକ ଆଇନଗତ ଢାଞ୍ଚା ପର୍ଯ୍ୟନ୍ତ ପହଞ୍ଚିଛୁ। କାଗଜପତ୍ରରେ ତ ଆମ ବ୍ୟବସ୍ଥା ବହୁତ ସୁନ୍ଦର। ନିଶ୍ଚିତ ଭାବେ ଆଇନ ଆଉ ନୀତିର ଢାଞ୍ଚା ବର୍ତ୍ତମାନ ବହୁତ ମଜବୁତ। କିନ୍ତୁ ସବୁଠୁ ବଡ଼ ପ୍ରଶ୍ନ? ହଁ, ସବୁଠୁ ବଡ଼ ପ୍ରଶ୍ନ ଏବେ ବି ସେଇଆ। ନୀତି ଏବଂ ବାସ୍ତବତା ଭିତରେ ଥିବା ଏତେ ବଡ଼ ଫାଙ୍କକୁ କେମିତି ପୂରଣ କରାଯିବ? ଠିକ୍। ଶ୍ରେଣୀଗୃହରେ ଅତ୍ୟଧିକ ଭିଡ଼, ଶିକ୍ଷକଙ୍କ ପ୍ରଶିକ୍ଷଣର ଅଭାବ, ଆବଶ୍ୟକୀୟ ସମ୍ବଳର ଅଭାବ, ଏହି ବ୍ୟବସ୍ଥାଗତ ବାଧାଗୁଡ଼ିକୁ ଦୂର କରିବା ହିଁ ପ୍ରକୃତ ସମାବେଶ ପାଇଁ ସବୁଠାରୁ ବଡ଼ ଆହ୍ୱାନ। ଆଇନ ତିଆରି କରିବା ଯାତ୍ରାର ଗୋଟେ ଅଂଶ ମାତ୍ର। ପ୍ରକୃତ ଯାତ୍ରା ତ ଏବେ ଆରମ୍ଭ ହେବ।